ଆଜି ଆମେ କୋର୍ 7ର ୟୁନିଟ୍ 4 ଶୂନ୍ୟସ୍ଥାନ ପୂରଣ କର ପ୍ରଶ୍ନଗୁଡ଼ିକୁ ଆଲୋଚନା କରିବା। କେଶବ କୈଲିର ରଚୟିତାଙ୍କ ନାମ ଡ୍ୟାସ୍ ଅଟେ। ମାର୍କଣ୍ଡ ଦାସ। ଇନ୍ଦ୍ର ଦେବତା ଡ୍ୟାସ୍ ଦିନ ଯାଏଁ ବୃଷ୍ଟି କରିଥିଲେ 7। ବତ୍ସର ଅର୍ଥ ଡ୍ୟାସ୍ ଅଟେ। ବାଛୁରୀ। କବିତାରେ ବୃକ୍ଷର ଫଳ ଡ୍ୟାସ୍କୁ କୁହାଯାଇଛି ହରିରସ। ପରମାନନ୍ଦ ପୁରୁଷ ଡ୍ୟାସ୍କୁ କୁହାଯାଇଛି ଭଗବାନ। ଅଣହେତୁ ଯୋଗୁଁ ଡ୍ୟାସ୍ ନାଶ ହୋଇଥାଏ ପିଣ୍ଡ। ଡ୍ୟାସ୍ ଠାରେ ହଂସ ଖେଳୁଥାଏ ତ୍ରିକୁଟ। ପିଣ୍ଡରେ ଡ୍ୟାସ୍ ଥାଏ ପରମ ଜୀବ। କୃଷ୍ଣଙ୍କର ପାଳିତା ମାତାଙ୍କ ନାମ ଡ୍ୟାସ୍ ଅଟେ ଯଶୋଦା। କୃଷ୍ଣଙ୍କର ଜନ୍ମିତ ପିତାଙ୍କ ନାମ ଡ୍ୟାସ୍ ଅଟେ ବସୁଦେବ। ତ୍ରିବେଣୀ ଶିଖରୁ ଡ୍ୟାସ୍ ବୋହି ଆସେ ଜଳଧାର। ଦଉଡ଼ିରେ ଡ୍ୟାସ୍ କୃଷ୍ଣକୁ ବାନ୍ଧିଥିଲେ ମା ଯଶୋଦା। ନିରାକାର ପୁରୁଷ ବୋଲି କବିତାରେ ଡ୍ୟାସ୍କୁ କୁହାଯାଇଛି ଶ୍ରୀକୃଷ୍ଣ। ଅପବିତ୍ର ପିଣ୍ଡ ଡ୍ୟାସ୍ ଉପାୟରେ ପବିତ୍ର ହୁଏ ମହାମନ୍ତ୍ର କାନରେ ପଡ଼ିଲେ। ଡ୍ୟାସ୍ ଶତାବ୍ଦୀରେ କବି ଥିଲେ ମାର୍କଣ୍ଡ ଦାସ। 1500। କଂସ ରାଜାଙ୍କର ଦୂତଙ୍କ ନାମ ଡ୍ୟାସ୍ ଅଟେ ଅକ୍ରୂର। ମଥୁରା ରାଜାଙ୍କ ନାମ ଡ୍ୟାସ୍ ଅଟେ କଂସ। ବଳରାମ ଶ୍ରୀକୃଷ୍ଣ ମଥୁରାକୁ ଡ୍ୟାସ୍ ଦେଖିବା ପାଇଁ ଯାଇଥିଲେ। ବଳରାମ ଶ୍ରୀକୃଷ୍ଣ ମଥୁରାକୁ ଧନୁଯାତ୍ରା ଦେଖିବା ପାଇଁ ଯାଇଥିଲେ। ରଥରେ ବଳରାମ ଓ ଶ୍ରୀକୃଷ୍ଣ ଡ୍ୟାସ୍ ନେଇଥିଲେ ଅକ୍ରୂର। ଶ୍ରୀକୃଷ୍ଣଙ୍କର ବଡ଼ ଭାଇର ନାମ ଡ୍ୟାସ୍ ଅଟେ ବଳରାମ। ମହାଭାରତ ରଚୟିତାଙ୍କ ନାମ ଡ୍ୟାସ୍ ଅଟେ ମାର୍କଣ୍ଡ ଦାସ। ଡ୍ୟାସ୍କୁ ଗୋବିନ୍ଦ ବୋଲି ସମ୍ବୋଧନ କରାଯାଇଛି ଶ୍ରୀକୃଷ୍ଣ। ଡ୍ୟାସ୍ ପୁତ୍ର ବାହୁଡ଼ି ନଇଲା। ଗଲା ପୁତ୍ର ବାହୁଡ଼ି ନଇଲା। ଶ୍ରଦ୍ଧାରେ ନାରାୟଣ ନାମ ଡ୍ୟାସ୍ ଦେଇଥିଲେ ଗାଗର୍ବ ବ୍ରାହ୍ମଣ। ଡ୍ୟାସ୍ ଓ ଡ୍ୟାସ୍ ପିଣ୍ଡକୁ ଗଢ଼ିଛନ୍ତି ବୋଲି କବିଙ୍କ ମତ। ବ୍ରହ୍ମା ଓ ବିଷ୍ଣୁ ପିଣ୍ଡକୁ ଗଢ଼ିଛନ୍ତି ବୋଲି କବିଙ୍କ ମତ। କବିଙ୍କ ମତରେ ଦଉଡ଼ିର ଅର୍ଥ ଡ୍ୟାସ୍ ଅଟେ ମାୟା ସଂସାର। କଳା କଳେବର ଚୌଥିସାର ରଚୟିତା ଡ୍ୟାସ୍ ଅଟନ୍ତି ଭକ୍ତଚରଣ ଦାସ। ଭକ୍ତଚରଣ ଦାସ ଡ୍ୟାସ୍ ଯୁଗର କବି ଥିଲେ ମଧ୍ୟଯୁଗର। ଡ୍ୟାସ୍ ଧର୍ମ ଭକ୍ତଚରଣ ଦାସ ଗ୍ରହଣ କରିଥିଲେ ବୈଷ୍ଣବ ଧର୍ମ ଭକ୍ତଚରଣ ଦାସ ଗ୍ରହଣ କରିଥିଲେ। ଭକ୍ତଚରଣ ଦାସଙ୍କ ପିଲାଦିନର ନାମ ଡ୍ୟାସ୍ ଥିଲା ବୈରାଗୀ ଚରଣ ପଟ୍ଟନାୟକ। ଡ୍ୟାସ୍ ରଚନାଟି କବିଙ୍କର ଶ୍ରେଷ୍ଠ ଗ୍ରନ୍ଥ ମଥୁରା ମଙ୍ଗଳ। ଡ୍ୟାସ୍ ମସିହାରେ ଭକ୍ତଚରଣ ଦାସ ଜନ୍ମଗ୍ରହଣ କରିଥିଲେ 1729। ଡ୍ୟାସ୍ ମସିହାରେ ଭକ୍ତଚରଣ ଦାସଙ୍କର ମହାପ୍ରୟାଣ ଘଟିଥିଲା 1813। ଭକ୍ତଚରଣ ଦାସ ଡ୍ୟାସ୍ ଖଣ୍ଡ ବୈଦ୍ୟଶାସ୍ତ୍ର ରଚନା କରିଥିଲେ 2 ଖଣ୍ଡ। ଡ୍ୟାସ୍ ମଠରେ ଭକ୍ତଚରଣ ଜୀବନ ଅଧିକାଂଶ ସମୟ ଅତିବାହିତ କରିଥିଲେ ସୁନାଖଳା। ଡ୍ୟାସ୍ଟି ମଠ ସ୍ଥାପନ କରିଥିଲେ ଭକ୍ତଚରଣ ଦାସ 4 ଗୋଟି। ଡ୍ୟାସ୍ ଧର୍ମ ଗ୍ରହଣ କଲା ପରେ ତାଙ୍କ ନାମ ପରିବର୍ତ୍ତନ ଘଟିଥିଲା ବୈଷ୍ଣବ। ଉପାଦେୟ ଚିକିତ୍ସା ଡ୍ୟାସ୍ ଗ୍ରନ୍ଥରେ ଭକ୍ତଚରଣ ଦାସ ବର୍ଣ୍ଣନା କରିଛନ୍ତି ମନଶିକ୍ଷା। କବିଙ୍କର ଡ୍ୟାସ୍ ରଚନାଟି ତତ୍ତ୍ୱପୂର୍ଣ୍ଣ ଓ ଶିକ୍ଷଣୀୟ। ମନବୋଧ ଚୌତିସା। ଡ୍ୟାସ୍କୁ କବିତାରେ ଗଙ୍ଗା ଯମୁନା ବୋଲି କୁହାଯାଇଛି କୃଷ୍ଣ ଓ ବଳରାମ। ନନ୍ଦ ଯଶୋଦା ବାଳ ଡ୍ୟାସ୍ ଅଟନ୍ତି ଶ୍ରୀକୃଷ୍ଣ। ବାମ ହାତ କାଣି ଆଙ୍ଗୁଠିରେ କୃଷ୍ଣ ଡ୍ୟାସ୍କୁ ଟେକି ଧରିଥିଲେ ଗିରି ଗୋବର୍ଦ୍ଧନ ପର୍ବତ। ସ୍ତନ୍ୟପାନ କରି କୃଷ୍ଣ ଡ୍ୟାସ୍ଙ୍କ ପ୍ରାଣନାଶ କରିଥିଲେ ପୂତନା ରାକ୍ଷସୀ। ଯଶ କେତନର ଅର୍ଥ ଡ୍ୟାସ୍ ଅଟେ କନ୍ଦର୍ପ। ଡ୍ୟାସ୍କୁ କବିତାରେ ଅଧମ ଜାତି ବୋଲି କୁହାଯାଇଛି ଗୋପାଳ। ଡ୍ୟାସ୍ଙ୍କ ଅନ୍ୟ ନାମ ମଧୁସୂଦନ କୃଷ୍ଣ। ଯଦୁକୁଳ ଚନ୍ଦ୍ର ବୋଲି ଡ୍ୟାସ୍କୁ କୁହାଯାଇଛି କୃଷ୍ଣ। କବିସୂର୍ଯ୍ୟ ବଳଦେବ ରଥ ଡ୍ୟାସ୍ ମସିହାରେ ଜନ୍ମଗ୍ରହଣ କରିଥିଲେ 1789। ବଳଦେବ ରଥ ଡ୍ୟାସ୍ ଠାରେ ଜନ୍ମଗ୍ରହଣ କରିଥିଲେ ବଡ଼ଖେମୁଣ୍ଡି। ଡ୍ୟାସ୍ ଥିଲେ ବଳଦେବ ରଥଙ୍କ ପିତା ଉଜ୍ଜଳ ରଥ। ବଳଦେବ ରଥ ଡ୍ୟାସ୍ ବର୍ଷ ବୟସରେ ବିବାହ କରିଥିଲେ 15। ବଳଦେବ ରଥ ପତ୍ନୀଙ୍କ ନାମ ଡ୍ୟାସ୍ ରତ୍ନମଣି ଦେବୀ। ବଳଦେବ ରଥଙ୍କୁ ଡ୍ୟାସ୍ କବି ସୂର୍ଯ୍ୟ ଉପାଧି ପ୍ରଦାନ କରିଥିଲେ ରାମଚନ୍ଦ୍ର ଛୋଟରାୟ। ଡ୍ୟାସ୍ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ରଚନା କରିଥିଲେ କବି ସୂର୍ଯ୍ୟ ବଳଦେବ ରଥ। ଡ୍ୟାସ୍ ଲୀଳା କିଶୋର ଚନ୍ଦ୍ରାନନ୍ଦ ଚମ୍ପୁରେ ବର୍ଣ୍ଣିତ ରାଧାକୃଷ୍ଣଙ୍କ। କବି ସୂର୍ଯ୍ୟ ଗୀତାବଳୀର ସଂକଳନ ନାମ ଡ୍ୟାସ୍ ଅଟେ କାଳୀଚରଣ ପଟ୍ଟନାୟକ। ସଂକଳକଙ୍କ ନାମ କାଳୀଚରଣ ପଟ୍ଟନାୟକ। ଶ୍ରୀ ରାଧାଙ୍କ ଶାଶୁଙ୍କ ନାମ ଡ୍ୟାସ୍ ଅଟେ ଜଟିଳା। କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ଘ ଗୀତଟି ଡ୍ୟାସ୍ ରାଗ ରଚିତ କାମୋଦି। କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ଖ ଗୀତଟି ଡ୍ୟାସ୍ ରାଗ ରଚିତ କେଦାର। ଚନ୍ଦ୍ରାବଳୀ ଡ୍ୟାସ୍ ଧରଣ କାବ୍ୟ ଅଟେ କାଳ୍ପନିକ। ବଳଦେବ ରଥ ଡ୍ୟାସ୍ ଗୋଟି ପଦ୍ୟ ଚିଟାଉ ରଚନା କରିଥିଲେ 6 ଗୋଟି। ବଳଦେବ ରଥ ଡ୍ୟାସ୍ ଗୋଟି ଚୌତିସା ରଚନା କରିଥିଲେ 9 ଗୋଟି। ଅଷ୍ଟଦୁର୍ଗନାଥ ବୋଲି କବି ସୂର୍ଯ୍ୟ ଡ୍ୟାସ୍କୁ ସମ୍ବୋଧିତ କରିଛନ୍ତି ଆଠଗଡ଼ ରାଜାକୁ। ବଳଦେବ ରଥଙ୍କୁ ମୁକୁନ୍ଦ ଦେବ ଡ୍ୟାସ୍ ଉପାଧି ଭୂଷିତ କରିଥିଲେ କବି ସୂର୍ଯ୍ୟ
ରାୟଗୁରୁ ମହାପାତ୍ର। ଆଠଗଡ଼ ଡେସ୍ ରାଜାଙ୍କ ବଳଦେବ ରଥ ପୃଷ୍ଠପୋଷକତା ଲାଭ କରିଥିଲେ। ବାଲୁକେଶ୍ୱର ହରିଚନ୍ଦନ ଯୋଗନଦେବ ଡେସ୍ ହେଉଛନ୍ତି ବଳଦେବ ରଥଙ୍କ ଜନପ୍ରିୟ ଭକ୍ତି ଗୀତିକା ସର୍ବଜଣାଣ। ଡେସ୍ ମସିହାରେ ବଳଦେବ ରଥ ମୃତ୍ୟୁବରଣ କରିଥିଲେ 1845। ଆଜିର ଭିଡ଼ିଓରେ ଆମେ ଶୂନ୍ୟସ୍ଥାନ ପୂରଣ କର ପ୍ରଶ୍ନଗୁଡ଼ିକ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ପୁଣି ଦେଖା ହେବା।